ସାଙ୍ଗମାନେ ଏଇ ଯେଉଁ ସାପଟି ଏଇଟା କଉଡ଼ିଆ ଚିତି କି କ'ଣ କି ଜାଣି ମୁଁ ଜାଣିନି, କିନ୍ତୁ ମୁଁ ଭାବୁଛି ଏଇଟା କଉଡ଼ିଆ ଚିତି ବୋଲିକି। କିନ୍ତୁ ଦିନ 4:30 କି ସେଇ 4:30 ଭିତରେ ମୁଁ ବାହାରକୁ ଯାଇଥିଲି, କିଛି ନଥିଲା। ତାପରେ 5ଟା ସମୟରେ ମୁଁ ଗଲି, 4:30 4:40 ଭିତରେ ମୁଁ ଗଲି ବାହାରକୁ, ଯାଇକି ଦେଖିଲି ସାପଟା ପଡ଼ିଛି। ମାନେ ଆରେ ଏବେ ଆସିଥିଲି ବାହାରକୁ, ନାହିଁ ସାପ ନଥିଲା କିଛି, ହଠାତ୍ ଏ ସାପ କ'ଣ ମରିକି ପଡ଼ିଛି, ମାନେ କି ମାରିକି ପକେଇଲା ନା କ'ଣ। ତାପରେ ଆସିକି ଆମେ ସିସି କ୍ୟାମେରା, ଆମ ଘରେ ସିସି କ୍ୟାମେରା ଚେକ୍ କଲି। ଚେକ୍ କଲା ବେଳକୁ ମୁଁ କହିଲି ମାରିକି କେହି ଜଣେ ମଣିଷ ପକେଇବ ନା ସାପକୁ ଆମ ବାଡ଼ିକି। କିନ୍ତୁ ଦେଖନ୍ତୁ ସିସି କ୍ୟାମେରାରେ ଦେଖନ୍ତୁ ସାପଟା ଆସିଛି ଚାଲିକି, ସେଠୁ ଆସିକି କିନ୍ତୁ ସେଇଠି ଛାଟିପିଟି ହେଉଛି ହେଇକି ନିଜେ ମରିଯାଇଛି। କେମିତି ଏତେ ବଡ଼ ମାନେ ଖତରନାକ ଏଇ ସାପ, କିନ୍ତୁ ଦେଖନ୍ତୁ ନିଜେ ସେଇଠି ଛଟପଟ ହେଉଛି, ଆପେ ଆପେ ଆସିଛି କିନ୍ତୁ ଛଟପଟ ହେଇକି ନିଜେ ସେଇଠି ମରିଯାଇଛି। ସିସି କ୍ୟାମେରା ଦେଖିଲୁ ବୋଲି ସିନା ଜାଣିଲୁ, ନହେଲେ ଆମେ ଭାବୁଥିଲୁ କିଏ କ'ଣ ପକେଇଛି ବୋଲିକି।